लो ମା ଲୋ ଆଜି ଦିନଟା ମୋର କେମିତି ଆରମ୍ଭ ହେଇଥିଲା। ବାହାରିଥିଲି ମୁଁ ଖରାରେ ମାର୍କେଟ ବୁଲୁ ବୁଲୁ ମୁଣ୍ଡ ହେଇଯାଇଥିଲା ଖରାପ। ସେଠୁ ଯାଇଥିଲି ଆଳୁଦମ ଦହିବରା ଖାଇବା ପାଇଁ। ହେଲେ କ'ଣ କରିବି, ସେ ଭାଇନାଟା ମନା କରିଦେଲି। ମନ ଦୁଃଖରେ ଫେରିଲି, ପରିବା ହାଟରେ ପଶିଲି। ବୈଷ୍ଣବୀକୁ କହିଲି ସବୁ ପରିବା ମନ ଇଚ୍ଛା ନେଇକି ଆସେ, ଆଜି ମୁଁ ଆଳୁଦମ ଦହିବରା ଖାଇନି। ସବୁଠାରୁ ଆଜି ଅଧିକ ମୋ ମୁଣ୍ଡ ଖରାପ ଅଛି। ତାପରେ ସେଠୁ ଆସି ପହଞ୍ଚିଲି ଗୋଟେ ମାର୍କେଟରେ। ମାଛଟା ଦେଖି ମୋର ମନ ଖୁସି ହେଇଯାଇଥିଲା। ମୁଁ ଭାବିଥିଲି ମାଛଟାକୁ ଗୋଟା ନେଇଯିବି। କହିଲି ଭାଇନା ଟିକେ ମାଛଟା ଟିକେ କାଟିକିରି ଦେବେ। ଭାଇନା ଯେହେତୁ ମାଛଟା କାଟିକି ଦେଇଛନ୍ତି, ମୁଁ ଯେହେତୁ କହିଛି ନେଇଯିବି ବୋଲି ହସିଦେଲେ ଟିକେ। ସେଠୁ ଫେରି ଦେଖେ ତ ଏତେ ଜୋରରେ ବର୍ଷା ଆସିଲା ଯେ ଘର ଦ୍ୱାର ପୁରା ଧୂଳି ହେଇଗଲା। ଆଉ ପବନ ଏଡ଼େ ଜୋରେ ହେଉଥାଏ ଯେ ମୋ ଲିଓ ବି ଡରିଗଲା। କ'ଣ କରିବି, ଆଡ଼େ ବର୍ଷା ହେଇକି ଆମ ଘର ଦ୍ୱାର ପାଣି ହେଇ ସମୁଦ୍ର ଭଳିଆ ବୁଡ଼ିଗଲାଣି। ପରିଶେଷରେ ମନ ଦୁଃଖ ହେଇଗଲା। ତାପରେ ସନ୍ଧ୍ୟାବେଳେ ଖାଇଥିଲୁ ବୈଷ୍ଣବୀର ମୋର ଟିକେ ପିଠା ସାଙ୍ଗରେ ଚିଲି ଚଟନି। ଆଉ ଡିନରରେ ଆମର ହେଇଥିଲା ଭାତ ସାଙ୍ଗକୁ ମାଛ ତରକାରୀ।